ଆଚ୍ଛା ସାଙ୍ଗମାନେ କହିଲେ ଦେଖି ନୂଆ ଶାଢ଼ୀ ପିନ୍ଧିବାକୁ କାହାକୁ ବା ଭଲ ନ ଲାଗେ ଆପଣମାନଙ୍କୁ ଭଲ ଲାଗେ ଆଉ ମୋତେ ବି ଭଲ ଲାଗେ ତ ନୂଆ ଶାଢ଼ୀ ମାନେ ସ୍ପେଶାଲି କଟନ୍ ଶାଢ଼ୀ 2-4 ଥର ପିନ୍ଧିଲେ ଯେଉଁ ନରମ ହେଇଯାଏ ଆଉ ସେଟା ପୁରା ପୁରୁଣା ପୁରୁଣା ଲାଗେ ତ ତାକୁ ଆମେ କ'ଣ କରେ ମାର୍କେଟକୁ ଦେଇଦିଏ ମଣ୍ଡ ଦେଇକି ଆଇରନ୍ କରିବା ପାଇଁକି ତ ଆମେ ସେଇଟା ଘରେ କିପରି କରିପାରିବା ଶାଗୁ ମଣ୍ଡରେ ମଣ୍ଡ ଦେଇକି କଟନ୍ ଶାଢ଼ୀଟାକୁ ପୁରା ଚକମକ କରିକି ନୂଆ କରିକି ପିନ୍ଧିପାରିବା ସେଇଟା ମୁଁ ଆପଣମାନଙ୍କ ସହିତ ଆଜି ସେୟାର କରିଛି ତ ଆପଣମାନେ ଭିଡ଼ିଓଟାକୁ ଦେଖନ୍ତୁ ଆଉ ଲାଇକ୍ ସେୟାର କମେଣ୍ଟ କରନ୍ତୁ ଭିଡ଼ିଓଟି କେମିତି ଲାଗିଲା ମାନେ ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁନି। ସାଧାରଣତଃ କ'ଣ କରେ ଘରେ କଟନ୍ ଶାଢ଼ୀରେ ମଣ୍ଡ ନ ଦେଇକି ଆମେ ବଜାରକୁ ପଠାଇ ଦେଉଥାଏ କିନ୍ତୁ ଆମେ ଘରେ କିପରି ବହୁତ ସହଜରେ ମଣ୍ଡ ଦେଇହେବ ସେଇଟା ମୁଁ ଆପଣମାନଙ୍କ ସହିତ ସେୟାର କରିଛି ଚାଲନ୍ତୁ ଦେଖିବା। ଦେଖନ୍ତୁ ଏଠି ମୁଁ ଗୋଟେ କପ୍ ସାବୁଦାନା ନେଇଛି ଆଉ ଏ ସାବୁଦାନା ଖୋଲା ସାବୁଦାନା ଏଇଟା ଆମର ପ୍ୟାକେଟ୍ ବାଲା ସାବୁଦାନା ହେଇଥିଲେ ସେଇଟା ଆମକୁ ରାତିରେ ଭିଗାଇବାକୁ ପଡ଼ିଥାନ୍ତା କିନ୍ତୁ ମୁଁ ଯେତେବେଳେ ମଣ୍ଡ ଦିଏ ଖୋଲା ଶାଗୁ ହିଁ ୟୁଜ୍ କରିଥାଏ। ଆଉ ଏଇଟାକୁ ମୁଁ ସକାଳେ ଅଧଘଣ୍ଟା ପାଇଁ ମୁଁ ବତୁରେଇଥିଲି ଆମର ବତୁରି ବି ଯାଇଥିଲା ଆପଣ ଚାହିଁଲେ ରାତିରୁ ବତୁରେଇ ନେବେ ଆଉ ରାତିରୁ ବତୁରେଇଲେ ଭଲ ଜିନିଷ କ'ଣ ନା ଆମକୁ ଗ୍ରାଇଣ୍ଡିଙ୍ଗ କରିବାକୁ ପଡ଼ିବନି ସେଟା ପୁରା ବତୁରି ଯାଇଥାଏ ହାତରେ ମକଚି ଦେଲେ ମକଚି ହେଇଯାଇଥାଏ ଆମକୁ ଆଉଟିବାକୁ ସୁବିଧା ହେଇଥାଏ ଯେହେତୁ ମୁଁ ଅଧଘଣ୍ଟା ଘଣ୍ଟେ ବତୁରିଛି ସେଥିପାଇଁ ମୁଁ ଟିକେ ଗ୍ରାଇଣ୍ଡିଙ୍ଗ କରିଦେବି ଯେଉଁଟାକି ପୁରା ପେଷ୍ଟ ହେଇଯିବ ଆମକୁ ଆଉଟିଲା ବେଳେ ସୁବିଧା ହେବ। ଦେଖନ୍ତୁ ଏଇଟା ପୁରା ଟିକେ ଦାନା ଦାନା ଅଛି ସେଥିପାଇଁ ମୁଁ ଗ୍ରାଇଣ୍ଡିଙ୍ଗ କରିନେବି। ଆପଣ କଟନ୍ ଶାଢ଼ୀରେ ମଣ୍ଡ ଦେଇକି ପିନ୍ଧିଲେ ବହୁତ ବଢ଼ିଆ ଲାଗେ ଫ୍ରେଶନେସ୍ ଲାଗିଥାଏ ଆଉ ନୂଆ କଟନ୍ ଶାଢ଼ୀ ପିନ୍ଧିଲା ପରି ଲାଗିଥାଏ ସେ ଯେତେ ପୁରୁଣା ହେଇଥାଉ ନା କାହିଁକି ଆପଣ ଖାଲି ମଣ୍ଡ ଦେଇକି ପିନ୍ଧିଦେବେ ପୁରା ନୂଆ ନୂଆ ଲାଗିବ। ଏବେ ଶାଗୁ ମୋର ପେଷ୍ଟ ହେଇଗଲାଣି ମୁଁ ସେଥିରେ ଏବେ ପାଣି ଦେବି ଆପଣ ଦେଖିଥିବେ ମୁଁ ଗୋଟେ କପ୍ ଶାଗୁ ଯେତେବେଳେ ବତୁରେଇଥିଲି ଗୋଟେ ଗ୍ଲାସ୍ ପାଣି ଦେଇଥିଲି ତାପରେ ମୁଁ ବଡ଼ ଗ୍ଲାସ୍ରେ 4 ଗ୍ଲାସ୍ ପାଣି ଦେବି ଯେଉଁଟାକି ଆଉଟିଲା ବେଳେ ଆମକୁ ସୁବିଧା ହେବ ଆଉ ଆପଣ ଆଉଟିଲା ବେଳେ ହାତ ଜମା ରଖିବେନି ସେମିତି ଆଉଟି ଚାଲିଥିବେ ନହେଲେ ଆମର ବିଣ୍ଡା ବାନ୍ଧିଯିବ ଆଉ ଠିକ୍ସେ ହେଇପାରିବନି। ମୋତେ ଆଉଟିବାକୁ 15 ମିନିଟ୍ ଲାଗିଥିଲା ଆଉ ମୁଁ ଆପଣଙ୍କ ସହିତ ପୁରା ଆଉଟିବା ଷ୍ଟାର୍ଟିଂରୁ ଶେଷ ପର୍ଯ୍ୟନ୍ତ ଦେଖାଉଛି କାହିଁକି ନା ଏଇଟା ଦେଖନ୍ତୁ ପୁରା ହ୍ୱାଇଟ୍ ଦେଖାଯାଉଛି ଶାଗୁଟା ମୁଁ ଯେତେବେଳେ ଆଉଟିବି ଆଉ ଯେତେବେଳେ ଏଇଟା ଆଉଟି ଆଉଟି ପୁରା ଏହାର କଲର୍ ଚେଞ୍ଜ ହେଇଯିବ ପୁରା ପାଣି ପରିକା ଦେଖାଯିବ ଆପଣ ଜାଣିବେ ଯେ ଆପଣ ମଣ୍ଡଟା ତିଆରି ହେଇଗଲାଣି। ଦେଖନ୍ତୁ ମୁଁ ଏମିତି ପୁରା ଆଉଟି ଚାଲିଛି। କଟନ୍ ଶାଢ଼ୀରେ ମଣ୍ଡଟା ବହୁତ ସହଜ ହେଇଥାଏ ଆଉ ଯଦି ଆପଣ ଚାହିଁବେ ଘରେ ବହୁତ ଆରାମସେ ଦେଇପାରିବେ ଏମିତି ନୁହଁ ଯେ ବହୁତ କଷ୍ଟଦାୟକ ଜିନିଷ ଏଇଟା ଯଦି ଥରେ ଦେଇଦେବେ ଆପଣ ଜାଣିବେ ଯେ କେତେ ସହଜ ଶାଢ଼ୀରେ କଟନ୍ ଶାଢ଼ୀରେ ମଣ୍ଡ ଦେଇକି ପିନ୍ଧିବା। ଦେଖନ୍ତୁ ମୋର ଏଇଟା ଏମିତି ଆଉଟା ଚାଲିଛି ଆଉ ଆପଣ କଟନ୍ ଶାଢ଼ୀଟା ଟିକେ ମଣ୍ଡ ଦେଇକି ପିନ୍ଧିଦେବେ ଆଉ ଯେତେ ଶସ୍ତା ଶାଢ଼ୀ ପିନ୍ଧିଥାନ୍ତୁ ନା କାହିଁକି କାହିଁକିନା ସେ ବହୁତ କଷ୍ଟଲି ଲାଗିଥାଏ ଟିକେ ଓଜନଦାର ଲାଗିଥାଏ। ମୁଁ ତ କେବେ ବି ବିନା ମଣ୍ଡରେ କଟନ୍ ଶାଢ଼ୀ ପିନ୍ଧେନି ମୋତେ ବିନା ମଣ୍ଡରେ କଟନ୍ ଶାଢ଼ୀ ଜମା ବି ଭଲ ଲାଗେନି ଲୁଗାଟା ବହୁତ ନରମ ଲାଗେ ସେଥିପାଇଁ ମୁଁ ସବୁଦିନ କଟନ୍ ଶାଢ଼ୀରେ ମଣ୍ଡ ଦେଇକି ପିନ୍ଧେ। ଦେଖନ୍ତୁ ଆମେ ପଛରେ କଥା ହେବା ଏବେ ଆମର ମଣ୍ଡଟା ତିଆରି ହେଇଗଲାଣି ଆମେ ଯେତେବେଳେ ଆଉଟିବା ଷ୍ଟାର୍ଟ କରିଥିଲେ ସେଟା କ୍ଷୀର ଭଳିଆ ପୁରା ଧଳା ଦେଖାଯାଉଥିଲା ଏବେ ଦେଖନ୍ତୁ ପାଣି ପରିକା ଦେଖାଗଲାଣି ଏବେ ଜାଣିବେ ଯେ ଆମର ମଣ୍ଡଟା ତିଆରି ହେଇଗଲାଣି କିନ୍ତୁ ଏଇଟାକୁ ଆମେ ଆଉ 5 ମିନିଟ୍ ଖଣ୍ଡେ ଆଉଟିବା ଯେଉଁଟା ଟିକେ ଅଠା ରହିବ ଏକୁ ଆମେ ଏମିତି ଆଉଟିକି ଥଣ୍ଡା କରିବା ପାଇଁ ରଖିଦେବା ଆଉ ଟିକେ ଥଣ୍ଡା ହେଇସାରିଲା ପରେ ଆମେ ଶାଢ଼ୀରେ ମଣ୍ଡ ଦେବା ଆପଣ ଗୋଟେ ଶାଢ଼ୀରେ ଯଦି ଥରେ ମଣ୍ଡ ଦେବେ ତାହେଲେ ଆପଣଙ୍କ 4-5 ଥର ପଳେଇବ କେମିତି ସେଇଟା ମୁଁ ଆପଣଙ୍କୁ ଆଗକୁ କହିବି ଆପଣ ଖାଲି ଭିଡ଼ିଓଟି ସ୍କିପ୍ ନ କରିକି ଦେଖି ଚାଲନ୍ତୁ। ଏବେ ଦେଖନ୍ତୁ ମୋର ଆଉ ଟିକେ ମାନେ ଆଉଟି ଦେଲେ ହେଇଯିବ 5 ମିନିଟ୍ ଖଣ୍ଡେ ମୁଁ ଆଉଟିବି ଏବେ ଦେଖନ୍ତୁ ମୋର ହେଇଗଲାଣି ମୁଁ ଏବେ ଗ୍ୟାସ୍ଟାକୁ ଅଫ୍ କରିନେବି ତାପରେ ଟିକେ ଥଣ୍ଡା କରିବାକୁ ଛାଡ଼ିଦେବି। ଶାଗୁ ମଣ୍ଡଟା ହିଁ ବହୁତ ଅଠା ଥାଏ ଆଉ ସେଥିପାଇଁକି କଟନ୍ ଲୁଗାକୁ ଆମେ ଯେତେବେଳେ କଟନ୍ ଲୁଗାରେ ଦିଏ ସେଥିପାଇଁକି ସେଇଟା 4-5 ଥର ମାନେ ପଳେଇବ ଆଉ ଯେହେତୁ ଆମେ ଘରେ ସବୁବେଳେ ଡେଲି ୟୁଜ୍ ଲୁଗାରେ ମଣ୍ଡ ଦେଉଛେ ଆମେ ଘରେ ମଣ୍ଡ ଦେଇକି ପିନ୍ଧିବାଟା ହିଁ ଠିକ୍ ମାର୍କେଟକୁ ଆମେ ସବୁଦିନ ତ ଦେଇପାରିବାନି। ଏବେ ଦେଖନ୍ତୁ ମୁଁ ଏଇଠି 4-5 ଖଣ୍ଡ ଲୁଗା ଧରିଛି କାହିଁକିନା ମୁଁ ଯେତିକି ଗୋଟେ କପ୍ ନେଇଥିଲି ସେଥିରେ ମୋର 4ଟା-5ଟା ଲୁଗାରେ ବି ମଣ୍ଡ ଦେଇ ହେଇଯିବ ସେଥିପାଇଁକି ମୁଁ ତାକୁ ପୁରା ଏମିତି ଲୁଗାତକ ସବୁ ନେଇଛି ଆପଣମାନେ ଦେଖାଉଛି ଲୁଗାଟା କେତେ ସଫ୍ଟ ଅଛି ଦେଖନ୍ତୁ ଏତେ ସଫ୍ଟ ଅଛି କିନ୍ତୁ ୟା ପରେ ମୁଁ ଯେତେବେଳେ ମଣ୍ଡ ଦେବି ସେଇଟା କେତେ ହାର୍ଡ଼ ହେଇଯିବ ଆଉ ଆପଣ ମନେ ରଖିଥିବେ ଗୋଟେ ଲୁଗା ଯେତିକି ଆମର ଦରକାର ମଣ୍ଡ ସେତିକି ଆମେ ନେଇକି ଯେମିତି ଚୁପୁଡ଼ିବାକୁ ପଡ଼ିବନି ଆମକୁ ମୁଁ ଏକାବେଳେ 4-5ଟା ଲୁଗାରେ ଯେହେତୁ ମଣ୍ଡ ଦେବି ସେଥିପାଇଁକି ମୁଁ ଏକାବେଳେ ବଡ଼ ଟପ୍ଟେ ନେଇଯାଇଛି ଆଉ ସେଇଥିରେ ସବୁତିକ ମଣ୍ଡର ଯେଉଁ କରିଥିଲି ସେଇଟା ମୁଁ ସେଥିରେ ଛାଣିକି ରଖିଦେଇଛି ମୁଁ ଏକାବେଳକେ ମଣ୍ଡ ସେଥିରେ ଦେଇଦେବି ଯେଉଁଟାକି ଆମକୁ ଚୁପୁଡ଼ିବାକୁ ପଡ଼ିବନି। କିନ୍ତୁ ୟା ପରେ ଯେତେବେଳେ ଆପଣ ଡେଲି ୟୁଜ୍ ଶାଢ଼ୀ ଯେତେବେଳେ ଥରେ ପିନ୍ଧିଦେବେ ତାପରେ ନେକ୍ସଟ ଟାଇମ୍ ତ ଲୁଗା ଧୋଇବେ ନା ତ ଟିକେ ସର୍ଫ ପକେଇକି ଯେମିତି ଲୁଗା ନର୍ମାଲ ଧୋଇବା କଥା ଧୋଇଦେବେ ଆଉ ଧୋଇ ସାରିଲା ପରେ ଆପଣ ଏମିତି ନ ଚୁପୁଡ଼ିକି ଏମିତି ରଖିଦେବେ ଯେମିତି ଆପଣ ଡେଲି ୟୁଜ୍ ଲୁଗା ଧୁଅନ୍ତି ସେମିତି ଧୋଇବେ କିନ୍ତୁ ଯେତେବେଳେ ଫାଷ୍ଟ ମଣ୍ଡ ଦେବେ ଆପଣ ଯେତିକି ମଣ୍ଡ ସେତିକିରେ ମାନେ ଯେତିକି ଲୁଗାରେ ଆମର ଲାଗିବ ସେତିକି ଆମେ ମଣ୍ଡ ଦେଇକି ପୁରା ଯେମିତି ଚୁପୁଡ଼ିବାକୁ ପଡ଼ିବନି ସେଇପରିକା ମୁଁ ଆପଣଙ୍କୁ ଦେଖାଉଛି ଚାଲନ୍ତୁ ଦେଖିବା। ଏଠି ଦେଖନ୍ତୁ ଆମେ ମଣ୍ଡଟାକୁ ପ୍ରଥମେ ଛାଣିଦେବା କାହିଁକିନା ମଣ୍ଡଟା ଉପରେ ଗୋଟେ ବୋର ସର ଭଳିଆ ବସିଯାଇଥାଏ ଆପଣ ଚାହିଁଲେ ହାର୍ଡ଼ ମଣ୍ଡ ଦେଇପାରିବେ ଆଉ ପତଳାରେ ବି ସଫ୍ଟ ମାନେ ମଣ୍ଡ ବି ଦେଇପାରିବେ ସମସ୍ତଙ୍କୁ ହାର୍ଡ଼ ମାନେ ଲୁଗାଟା ବହୁତ କଟକଟି ଭଲ ନୁହଁ ସେଥିପାଇଁକି ଆପଣଙ୍କ ଉପରେ ସେଇଟା ଡିପେଣ୍ଡ କରେ ଆପଣ କେମିତି ମଣ୍ଡ ଦେବେ ଆଉ ଯଦି ପୁରା ପତଳାରେ ମଣ୍ଡ ଦେବେ ତାହେଲେ ଆଉ ଟିକେ ପାଣି କରିଦେବେ ଆଉ ଟିକେ ଯଦି ହାର୍ଡ଼ ମଣ୍ଡ ଦେବାର ଥିବ ଆପଣ ଟିକେ ମାନେ ବହଳା ବେଲା ରଖିଥିବେ ଟିକେ ମୋଟା ହେଇକି ଶାଗୁଟା ଥିବ ଦେଖନ୍ତୁ ମୋର ଏଥିରେ 4-5ଟା ଲୁଗା ଇଏ କରିବାର ଅଛି ସେଥିପାଇଁକି ମୁଁ ସବୁ ସେଇ ଲୁଗାତକ ପାଇଁକି ମୁଁ ମଣ୍ଡତକ ରଖିଦେଲି ପାଣି ଦେଇଦେଲି ଆପଣ ଅନ୍ଦାଜ କରିକି ପାଣି ଦେବେ ମୁଁ ଏଥିରୁ 2 କପ୍ ମାନେ 2 ମଗ୍ କାଢ଼ି ଦେଉଛି ଯଦି ମୋର ଗୋଟେ ହ୍ୱାଇଟ୍ ଲୁଗା ଅଛି ସେଇଟା ମୁଁ ଅଲଗା ମଣ୍ଡ ଦେବି
କାହିଁକିନା ରଙ୍ଗ ମିଶିଯିବ। ଏବେ ଦେଖନ୍ତୁ ମୁଁ ସବୁଥିରେ ଲୁଗା ଏଥିରେ ମିକ୍ସ କରିନେଲି। ମୋର ଏଥିରେ ଟିକେ ଅଧିକା ପାଣି ହେଇଗଲା, କିନ୍ତୁ ଆପଣ ଚେଷ୍ଟା କରିବେ ଲୁଗାଟା ଯେମିତି ସେଇଥିରେ ଭିଗିକି ପୁରା ଚୁପୁଡ଼ିବନି, ସେଇଥିରେ ହିଁ ଏମିତି ଦେବେ ମଣ୍ଡ ଯେ ପୁରା ସେଇଥିରେ ସୁଖା ସୁଖା ହେଇକି ପୁରା ଲାଗିଥିବ, ସବୁଆଡ଼େ ହିଁ ଲାଗିଥିବ। ମୁଁ କେମିତି ଦେଉଛି ଆପଣ ଦେଖନ୍ତୁ। ଆପଣ ଏମିତି ଗୋଟେ ଲୁଗାରେ ବି ଯଦି ଦେବେ ତାହେଲେ ଟିକେ ବି ଅଧା କପ୍ କି କପେ ପାଣି ଦେବେ। ଗୋଟେ ଲୁଗା ପାଇଁ ଯେତିକି ପାଣି ଦରକାର, ମୋର ଦେଖନ୍ତୁ ଟିକେ ବଳିଗଲା, ସେଥିପାଇଁ ମୁଁ ବାଧ୍ୟ ହେଇକି ସେ ହ୍ୱାଇଟ୍ ଲୁଗାଟା ସେଇଠି ଟିକେ ଇଏ କରିଦେଲି, ତାପରେ ଏପଟକୁ ନେଇ ଆସିବି। ମୋର ଆଉ ଏଥିରେ ପାଣି ଦରକାର ହେଲାନି, ପାଣି ପୁରା ଯେତିକି ଦରକାର ମୋର ସବୁଥିରେ ଲୁଗାକୁ ମୋର ସେତିକି ହେଇଗଲା, ମୋତେ ଆଉ କିଛି ପାଣି ଦରକାର ହେଲାନି। ଆଉ ଲୁଗାଟାକୁ ପୁରା ଏମିତି ଯେତେବେଳେ ଶୁଖେଇବେ, ଏକୁ ଶୁଖେଇବାରେ ବି ଗୋଟେ ପ୍ରୋସେସ୍ ଥାଏ, କାହିଁକିନା ଆପଣ ସାଧାରଣତଃ ଯେତେବେଳେ ମଣ୍ଡ ଦେଇଥିବେ ଆପଣଙ୍କୁ ଲାଗିବ କି ଏଇଟା ଜାକି ହେଇଯିବ, ଇଏ ହେଇଯିବ, ସେ ହେଇଯିବ। ଆକ୍ଚୁଆଲି ହଁ ଜାକି ହେଇଯାଇଥାଏ, କିନ୍ତୁ ଏଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ। ଆଉ ଆପଣ ଏମିତି ହିଁ ଯଦି ଶୁଖେଇବେ ଆପଣଙ୍କୁ ଲୁଗା ଆଇରନ୍ ଦେବାକୁ ହିଁ ପଡ଼ିବନି। ପୁରା ଏମିତି ଛାଟି ଛାଟି ଯେତେବେଳେ ନେବେ ଶୁଖେଇବାକୁ, ପୁରା ଏମିତି ମୁଁ ଯେମିତି କରୁଛି ପୁରା ସେଇ ପ୍ରୋସେସ୍ରେ ହିଁ ପୁରା ଲୁଗାଟାକୁ ଏମିତି ପୁରା ଲମ୍ବା ଲମ୍ବା ଧରିକି ପୁରା ଝାଡ଼ି ଝାଡ଼ିକା କରିବେ, ଯେଉଁଟାକି ଭାଙ୍ଗ ରହିବନି କି କେଉଁଠି ଜାକି ବି ହେବନି, ଆରାମସେ ଆପଣଙ୍କୁ ଶୁଖେଇ ହେଇଯିବ। ଆପଣ ଡେଲି ଲୁଗାରେ ସବୁଦିନ ଯଦି ଟିକେ ଲୋକ ବି ଆଇରନ୍ ଲଗାଇଦେବେ ହେବ, ନ ଆଇରନ୍ ଲଗାଇ ଯଦି ଭାଙ୍ଗିକି ଥୋଇଦେବେ ବି ସେଇଟା ଆପଣ ବହୁତ ଭଲସେ ବି ପିନ୍ଧିପାରିବେ। ଆଉ ଯେହେତୁ ମୁଁ ସବୁବେଳେ ଲୁଗାରେ ମଣ୍ଡ ଦେଉଛି, ସେଥିପାଇଁ ମୁଁ 4-5 ଖଣ୍ଡ ଲୁଗା ଏକାବେଳେ ଦେଲି। ଆପଣ ପ୍ରଥମେ ଟ୍ରାଏ କରିବେ ଖଣ୍ଡେ ଲୁଗାରେ ହିଁ ଦେବେ। ଆଉ ଶାଗୁଦାନା ହିଁ ମାନେ ମୁଁ ଗୋଟେ କପ୍ ନେଇଥିଲି, ଆପଣ ଅଧା କପ୍ କି ତାର ଆହୁରି କମ୍ ନେଇକି ଆପଣ ମଣ୍ଡ ଦେବେ। ଆଉ ତାର ଦେଖନ୍ତୁ ମୁଁ ଶୁଖଉଛି କେମିତି। ଆମର ଏଠି ଲମ୍ବା ତାରଟେ ଅଛି ବୋଲି ମୁଁ ତାକୁ ଏଇ ପ୍ରୋସେସ୍ରେ ଏମିତି ଶୁଖଉଛି। ଆପଣ ଆଉ ଆପଣଙ୍କର ଯଦି ଛାତ ପରିଷ୍କାର ଅଛି, ଗୋଟେ ସଫା କପଡ଼ା କି ମସିଣା ପକାଇକି ତାପରେ ଏମିତି 2 ଜଣ ଛାଟିକି ଯଦି ଲୁଗା ଧରିକି ଶୁଖେଇଦେବେ, ତାହେଲେ ଆହୁରି ଭଲ, କେଉଁଠି ବି ଜାକି ହେବନି, ଆଉ ଆପଣଙ୍କୁ ତୋଳିଲା ବେଳେ ବି ସୁବିଧା ହେବ। ଦେଖନ୍ତୁ ପୁରା ଏମିତି ଛାଟିକି ମୁଁ ଲମ୍ବା ତାରରେ ଶୁଖେଇ ଦେଉଛି। ଆମର ମାନେ ତାର ପୁରା ଲମ୍ବା ଅଛି, ସେଥିପାଇଁ ଆମର ଏଠି 2ଟା ଶାଢ଼ୀ ବି ଶୁଖେଇ ହେବ। ଆଉ ଯଦି 2ଟା ଶାଢ଼ୀ ଲମ୍ବା ମାନେ ବେଶୀ ହେଇଗଲା ତ ମଝିରୁ ଫୋଲ୍ଡ କରିବି ତାକୁ ଶୁଖେଇବ, ଯେଉଁଟାକି ଆପଣ ଦେଖନ୍ତୁ ଆଗକୁ ଜାଣିପାରିବେ। ଦେଖନ୍ତୁ ମୁଁ ବର୍ଡ଼ର ଗୁଡ଼ାକ ତାକୁ ଖୋଲି ଖୋଲି ଦେଉଛି, କାହିଁକି ନା ଯଦି ବର୍ଡ଼ର ଯେହେତୁ ଶାଗୁ ମଣ୍ଡ ଦିଆହେଇଛି ଆଉ ଲୁଗାଟା ଅଠା ଅଛି, ତ ବର୍ଡ଼ର ଗୁଡ଼ାକ ଜାକି ହେଇଯିବ, ତ ଆମକୁ ଶୁଖିଲା ପରେ ସେଇଟା ଖୋଲିବା ପାଇଁ କଷ୍ଟ ହେବ। ତ ସେଥିପାଇଁ କି ମୁଁ ବର୍ଡ଼ର ଗୁଡ଼ାକ ପୁରା ଧରିକା ଶୁଖେଇଲା ବେଳେ ହିଁ ତାକୁ ଖୋଲି ଦେଉଛି। ଏଇଠି ଦେଖନ୍ତୁ ଆମେ ଆଉ ଗୋଟେ ଶାଢ଼ୀ ଶୁଖାଉଛୁ, ଯେଉଁ ଶାଢ଼ୀଟା କି ଲମ୍ବା ହେଇଗଲା ଆଉ ତାରଟା ବହୁତ ଛୋଟ ଅଛି, ସେଥିପାଇଁ କି ସେ ଶାଢ଼ୀଟାକୁ ଆମେ କ'ଣ କଲୁ, ମଝିରୁ ଫୋଲ୍ଡ କରିକି ତାକୁ ଶୁଖେଇଦେଲୁ। ତ ଯେତେବେଳେ ଶାଢ଼ୀଟା ଶୁଖେଇବେ ଏମିତି ପୁରା ଛାଟିକି ଶୁଖେଇଦେବେ, ଆଉ ପୁରା ଜାକି ହେବନି କି ଆଇରନ୍ ବି କରିବାକୁ ପଡ଼ିବନି। ଆଇରନ୍ ଦେଲେ ଚଳିବ, ପିନ୍ଧିଲା ବେଳେ ଆଉ ଟିକେ ସଫ୍ଟ ଲାଗିବ, ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ। କିନ୍ତୁ ଶାଢ଼ୀଟା ପୁରା ମାନେ ଏତେ ସୁନ୍ଦର ଶୁଖି ଯାଇଥାଏ, କିଛି ବି ଭାଙ୍ଗ କିଛି ନଥାଏ। ଆପଣ ସେ ଓଦା ଥିଲାବେଳେ ଟିକେ ଟିକେ ଏମିତି ଖୋଲିଦେବେ। ଆଉ ହଁ ଗୋଟେ କଥା କହୁଛି, ସେଇଟା ମନେ ରଖିଥିବେ, ଶାଢ଼ୀଟା ଶୁଖେଇଲା ପରେ 15 ମିନିଟ୍ ପରେ ପୁଣି ଆସିକି ଟିକେ ଖୋଲି ଦେଇକି ଯାଉଥିବେ ଗୋଟେ ଥର। ସେଇଟା ଟିକେ ଯେଉଁ ଅଠାଟା ଲାଗିଥିବ ସେଇଟା ଓଦା ଟାଇମ୍ରେ ଟିକେ ଖୋଲିଯିବ। ଆଉ ଯଦି ପୁରା ଶୁଖିଲା ପୁରା ଶୁଖିଲା ଯଦି ଶୁଖେଇକି ଆଉ ପୁରା ଶୁଖିଲା ପରେ ଆସିକି ତୋଳିବେ, ତାହେଲେ କ'ଣ ହେବ, ଶାଢ଼ୀଟା ପୁରା ଅଠାରେ ଲାଗିଯାଇଥିବ, ଆପଣଙ୍କ ଶାଢ଼ୀଟା ଚିରିବାର ବହୁତ ସମ୍ଭାବନା ଅଛି। ଆଉ ଯଦି ସେମିତି କେବେ ହୁଏ, ତାହେଲେ ଆଉଥରେ ସେଇ ଶୁଖିଲା ଅବସ୍ଥାରେ ଆପଣ ପାଣି ପକାଇକି ଖୋଲିବେ। ଯେ ଏମିତି କାହିଁକି କରିବେ, କିଛି ବି ଦରକାର ନାହିଁ ଏମିତି କରିବା। ଆପଣ କ'ଣ କରିବେ, ଶାଢ଼ୀଟା ଶୁଖେଇଲା ପରେ 15 ମିନିଟ୍ ପରେ ଆପଣ ଏମିତି ଖୋଲି ଦେଉଥିବେ। ଦେଖନ୍ତୁ ମୋର 15 ମିନିଟ୍ ଖଣ୍ଡେ ହେଇଗଲାଣି, ମୁଁ ଆସି ତାକୁ ଏମିତି ଶାଢ଼ୀଟାକୁ ଟିକେ ଖୋଲି ଦେଉଛି ଓଦା ଥିବା ଅବସ୍ଥାରେ। ତାପରେ କ'ଣ କରିବେ, ଯେତେବେଳେ ଶାଢ଼ୀଟା ଟିକେ ପୁରା ଫୁଲ୍ ଟିକେ ଟିକେ ଶୁଖି ଯାଇଥିବ, ଆପଣଙ୍କୁ ଏଇଟା ମାନେ ସହଜ ହେବ ଶାଢ଼ୀଟା ମାନେ ବାହାର କରିବା ପାଇଁ, ନହେଲେ ଅଠାରେ ପୁରା ଲାଗିଯାଏ। ଦେଖନ୍ତୁ ଶାଢ଼ୀଟା ପୁରା ଶୁଖିବା ଆଗରୁ ମୁଁ ତାକୁ ମଝିରେ ମଝିରେ ତାକୁ ଏମିତି ଟିକେ ଖୋଲାଖୋଲି କରିଦେଉଛି, ଯେଉଁଟାକି ଆମର ଅଠା ପରି ଲାଗିବନି। ଆଉ ଶାଢ଼ୀଟା ଆମର ବହୁତ ବଢ଼ିଆ ମଣ୍ଡ ହେଲାଣି। ଆଉ ଗୋଟେ କଥା, ଯେତେବେଳେ ଖରା ଥିବ ସେଇ ଟାଇମ୍ରେ ହିଁ ଆପଣ ମଣ୍ଡ ଦେବେ, କାହିଁକିନା ଖରା ନଥିଲେ ଆପଣ ଯେତେ ହାର୍ଡ଼ ମଣ୍ଡ ଦେଲେ ବି ଶାଢ଼ୀ ଅଠା ଆସିବନି ନା, ମାନେ ଶାଢ଼ୀଟା ଖଡ଼ଖଡ଼ ବି ଆସିବନି। ଏବେ ମୋର ପୁରା ଶାଢ଼ୀଟା ଶୁଖି ଯାଇଛି, ଦେଖନ୍ତୁ ପୁରା ମୁଁ ତାକୁ ସବୁ ଶାଢ଼ୀ ଏମିତି ଟିକେ ଟିକେ ଖୋଲି ଦେଉଛି, କାହିଁକିନା ଅଠାରେ ଲାଗିବନି ବୋଲି। এটা ଟିକେ ଶୁଖିଛି, ମାନେ ଅଧା ଶୁଖା ହେଇଯାଇଛି, ସେ ଅଧା ଶୁଖିଲା ଭିତରେ ହିଁ ମୁଁ ଶାଢ଼ୀଟାକୁ ଖୋଲି ଦେଉଛି, କାହିଁକିନା ପୁରା ଶୁଖିଗଲେ ପୁରା ଅଠା ହେଇକି ଲାଖିଯିବ। ବର୍ଷା ଦିନେ ତ ଟୋଟାଲି ମଣ୍ଡ ଦେଇ ହୁଏନି, କାହିଁକିନା ବର୍ଷା ଥାଏ ଆଉ ମେଘୁଆ ପାଗ ହେଲେ ବି ଟିକେ ଖରା ଟାଣ ନହେଲେ ଶାଢ଼ୀରେ ମଣ୍ଡ ଜମା ବି ଧରିବନି। ସେଥିପାଇଁ କି ବର୍ଷା ଦିନେ ମୁଁ ସିଲ୍କି ଶାଢ଼ୀ ଉପରେ ବେଶୀ ପିନ୍ଧେ, ନହେଲେ ଅଲଗା ସବୁବେଳେ ମୁଁ କଟନ୍ ଶାଢ଼ୀ ପିନ୍ଧେ। ଆଉ ଯେତେବେଳେ ପିନ୍ଧିଥାଏ ମଣ୍ଡ ଦେଇକି ହିଁ ପିନ୍ଧିଥାଏ। ଏବେ ଦେଖନ୍ତୁ ଶାଢ଼ୀଟା ମୋର ଶୁଖିଗଲାଣି। ଏବେ ମୁଁ ତାକୁ, ଯେହେତୁ ମୁଁ ଏତେ ଶାଢ଼ୀ ଶୁଖେଇଛି, ତାକୁ ଆଉ ଟିକେ ପୁରା ଏହିପରି ଭାବରେ ଆପଣ ଭଲକି ଟିକେ ଶୁଖେଇଦେଲେ ଗୋଟିଏ ତାରରେ ସବୁତିକ ଶାଢ଼ୀ ଶୁଖେଇଯିବ। ଏମିତି ବି ମଣ୍ଡ ଦେଇକି ଶୁଖେଇ ହେବ, କିନ୍ତୁ ମୋତେ ସେଇଟା ବେଶୀ ସହଜ ଲାଗେ, କାହିଁକିନା ପୁରା ଲମ୍ବାରେ ମୁଁ ଶୁଖେଇ ଦିଏ। ଆଉ ଦେଖନ୍ତୁ ଶାଢ଼ୀକି ପୁରା ଟିକେ ମାନେ ପୁରା ଶୁଖିଗଲାଣି, ଆଉ ଟିକେ ଶୁଖିବାକୁ ଅଛି, ଯେଉଁଟାକି ପୁରା ହାର୍ଡ଼ ହେବାକୁ ଆଉ ଟିକେ ଟାଇମ୍ ଲାଗିବ। ପୁରା ଶୁଖିଗଲେ ପୁରା ଟୋଟାଲି ହାର୍ଡ଼ ହେଇଯିବ। ତ ସେଥିପାଇଁ କି ମୁଁ ଶାଢ଼ୀ ଗୁଡ଼ା ଏମିତି ପୁରା ଆଉଥରେ ଶୁଖେଇ ଦେଉଛି। ସବୁତିକ ଶାଢ଼ୀ ମୁଁ ଏମିତି ଶୁଖେଇଦେବି। ଦେଖନ୍ତୁ ସବୁତିକ ଶାଢ଼ୀ ମୁଁ ସେମିତି ଶୁଖେଇଦେଲି। ଏକୁ ଆହୁରି ଅଧଘଣ୍ଟା ଘଣ୍ଟାଏ ଶୁଖିବାକୁ ଦେଇଦେବା, ତାପରେ ଶାଢ଼ୀ ପୁରା ରେଡ଼ି ହେଇଯାଇଥିବ। ମୁଁ ଆଜି ଏକାବେଳେ 6ଟା ଶାଢ଼ୀରେ ଦେଇଛି ମଣ୍ଡ। ଦେଖନ୍ତୁ ଶାଢ଼ୀ ଗୁଡ଼ା ପୁରା ହାର୍ଡ଼ ବି ହେଇଯାଇଛି, ଆଉ ପୁରା ନୂଆ ପରିକା ଲାଗୁଛି। ଆପଣ ଯଦି ଗୋଟେ ଶସ୍ତାଳିଆ ଶାଢ଼ୀ ପିନ୍ଧିବେ ନା ମଣ୍ଡ ଦେଇକି, ସେଇଟା ବହୁତ ମାନେ ଓଜନଦାର ଲାଗିବ, ଆଉ ବହୁତ ବଢ଼ିଆ ବି ଲାଗିବ, ପୁରା ନୂଆ ନୂଆ ଲାଗିବ। ଦେଖନ୍ତୁ ଶାଢ଼ୀ ଏବେ ତୋଳି, ଦେଖନ୍ତୁ କେତେ ହାର୍ଡ଼ ହେଇଯାଏ ଶାଢ଼ୀ। ଏବେ ଶାଢ଼ୀକି ଆମେ ତୋଳି ନେଉଛୁ, ଆଉ ଭାଙ୍ଗିବା ବି ବହୁତ ସହଜ। ଚାଲନ୍ତୁ ମୁଁ ତ ଶାଢ଼ୀଟା ମଣ୍ଡ ଦେବା ଷ୍ଟାର୍ଟିଂରୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖାଉଛି। ଦେଖନ୍ତୁ ଶାଢ଼ୀଟାକୁ ବବି ଏଠି ଭାଙ୍ଗିକି ଦେଖାଉଛି ଆପଣମାନଙ୍କ ସହିତ।
ଏଇଟା ଆମକୁ ଯଦି ଆପଣ ଚାହିଁବେ ଆଇରନ୍ ଦେଇକି ପିନ୍ଧିପାରିବେ, ଆଉ ଯଦି ନ ଚାହିଁବେ ବି ବିନା ଆଇରନ୍ରେ ବି ପିନ୍ଧିପାରିବେ। पूरा एमती भांगिकी देखो आपको। तापर देखो बॉर्डरटा भी मोर जमा भी जाकी हैनी, पूरा मु सुखेला बेले एमती पूरा सुखई थी आ तो सब टिके सुखेला बेले ओदा थिला तो एमती खोलिकी सुखई देती, तार किसी भी आपको माने भांगिला बेले किसी भी असुविधा हेनी कि प्रॉब्लम हेनी। किंतु सुखेबाटा आपणकर माने बागेकी सुखेयार अच्छी, कहीं सुखेला टिके एपट सेपट हेले शाढ़ी सब भांग पड़ज। यहाँ सुखेबाटा मेन। मु दिन आपण मन सहित मोर कटन शाढ़ीर ब्लॉग नहीं आस प्रायतः मु कटन शाढ़ी मंड देकी पिंधि थाए सबुदिन, किंतु आज ये जो शाढ़ी मंड देती से शाढ़ी गुरा आपण सामने रखाही लगुच ना नुआ नुआ। चलतु एबे आमे से कटन शाढ़ी गोटे आयरन करके देखा मु केमती आयरन करूची सेटा आपण देखंतु। प्रथम आम एमती शाढ़ीटा को फास्ट पकई ना, ऊपर पटा एमती आयरन करना। आयरन करवा तो दरकार पड़ेनी, कहीं आम जो टाइप्र छाटिकी सुखई थे आउ पूरा बॉर्डर गुड़ाक हाथ में खोली देते किसी दरकार पड़ेनी, भांगिकी थोईदेले भी सेट हो जाए। जदि आप चाहिए आयरन करने को आप एमती ही आयरन करेंगे, बहुत इजी भी होता है। देखो आम एपटा एमती फोल्ड बाय फोल्ड आयरन करदे, पुणी साइज करके आर पटा माने आम आयरन करनवा। एबे देखो गोटे पट आमर हो गला, मुझे पुणी एमती साइज कर नेली। केमती दौची से प्रोसेस आप आयरन देला बेले कटन शाढ़ी देवे, आपको बेसी माने भिड़ लगे पूरा इजी हो। पुणी एपटा आयरन करवा। समस्ते कहते हैं एक्चुअली कटन शाढ़ी आयरन करने कष्ट होता है, किंतु कटन शाढ़ी आयरन करने बहुत सहज होता है। एमती ही कले ही सहज होता है। पु मानकर सार्ट पैंट आयरन करने पछे के भिड़ होता है, किंतु कटन शाढ़ीटा माने देखिकी समस्त लगुव बहुत भिड़ काम, किंतु बहुत इजी। मंड दबा आउ बागेकी सुखेबा आयरन कर रखा। जेहेतु सब डेली यूज करे मत सबुदिन आयरन करने दरकार पड़ेनी, मुझे भांगिकी रखिदिए। आउ जो गोटे गोटे शाढ़ी दरकार हुए मुझे एमती बहुत सांगे सांगे आयरन करके पिंधे। किंतु कुआडे जदि भल माने जावासवा शाढ़ी होइथिबो मुझे पूरा आयरन करके पूरा बढ़िया से रखी थाए। देखो मोर आयरन पूरा भलसे गला, मुझे भांगिकी रखिदेली। देखो मंड देवाठू आरंभ करी आयरन करने पर्यंत मुझे आपन सहित शेयर कली। एबे मु रखुची, मु गोटे नुआ ब्लॉग नहीं आसबि। थैंक यू।